ଆକ୍ଚୁଆଲି ମୋତେ ଗୋଟେ କଥା କହ, ରାତି ଟାଇମ୍ ମୋତେ ଦେଖା, ମୁଁ ଟିକେ ଦେଖିବାକୁ ଚାହୁଁଛି। ଟାଇମ୍ ହେଇଛି କେତେଟା ବାଜିଲାଣି? 1:15 15 ରାସ୍ତାରେ ଡାକିକି ତମକୁ ଘର ସେଇଥିପାଇଁ କହିଲି ମାନେ ମ୍ୟାଗି ରାତି 12ଟା 12:30ରେ ତମେ ଆସିକି ଗୋଟେ ପିଲାକୁ ଉଠେଇକି ତମେ ମ୍ୟାଗି ବନେଇଛ। ଆମ ଘରେ ନୁହଁ, ଅନ୍ୟମାନେ ତାଙ୍କ ନିଜ ଘରୁ ଗୋଟେ ରାତିରେ ଘରେ ତ ମାନେ ଭାବେ ବଡ ତ ମାନେ ଯଦି କହିଥାନ୍ତି ଘରେ ପସନ୍ଦ ମ୍ୟାଗି କରେ କେତେ ଶୋଧିଥାନ୍ତେ। ସେଇଟା ତମକୁ କହିଲି ପୁରା ଭାଗ୍ୟ ଭଲ ଆମ ଘରେ ଶୋଇ ନଥିଲେ, କିଛି କହିଲାନି ଠିକ ଅଛି ହଁ ଖାଇବା ତ ବନେଇଦେ ହେଲା। ଭାଇ ଯଦି ଶୋଇ ପଡେ ତ ଲିଟରାଲି କୋଉଠି ବନେଇଥାନ୍ତି ମ୍ୟାଗି? ଲାଷ୍ଟକୁ ମ୍ୟାଗିରେ ଗରମ ପାଣି ପକେଇକି ଖାଇବା ତ ସେଇଟା ହେଇଥାନ୍ତା, ଆଉ ତା ବ୍ୟତୀତ କିଛି ଖାଇବନି। ଏଇଠି ଅଧା ରାସ୍ତାରେ ଆସି ତ ଭୋକ ଲାଗିଲା, ତ ପ୍ଲାନ୍ ଟା ହେଲା ବିକି ଭାଇକୁ ଉଠେଇବା। ଭାଇ ମୁଁ ଶୋଇନି କଣ, ମୁଁ ମାନେ ଫୋନ ଦେଖୁଥିଲି। ଯଦି ଶୋଇଥାନ୍ତି ମ୍ୟାଗି କାଲି ସକାଳେ ମୁଁ ତ ଉଠି ନଥାନ୍ତି, ସେ ଶୁଖିଲା ରୁଟି ଖାଇଥାନ୍ତ। ମୁଁ ଖାଇନଥାନ୍ତି, ସେ ଖାଇଥାନ୍ତି ଡାଲମା ରୁଟି। ଆରେ ମାନେ ସିଏ ଗେଟ୍ ଖୋଲିବାକୁ ଗଲା, ମାନେ ଯାଇଛି, ମୁଁ କହୁଛି ଆରେ ତାତିଗଲାଣି ହାତ, ତୁ ଜଲ୍ଦି ଗେଟ୍ ବୁଲା। କହୁଛି ମୋ ଗାମୁଛା ଖୋଲିଗଲା, ରହିଯାଉ ଗାମୁଛା ଖୋଲିଗଲାଣି। ମୁଁ କହିଲି ଆରେ ଭାଇ ଗେଟ୍ ଟା କୁହ, ମୋ ହାତ ତାତିଗଲା। ଦିନ 1 ହେଇଥିଲା, ଖାଇବା କିଛି ନଥିଲା। ଭାଇ ମୁଁ ବି ମାନେ ଭାବି ପାରୁନି ମ୍ୟାଗିଟା ଏତେ ଭଲ ଲାଗୁଛି। ଆରେ ବିଶାଲ ମୋର ଦିନ 1 ହେଇଥିଲା, ଖାଇବା କିଛି ନଥିଲା ହେଲା। ଆଗେ ମନ ଶାନ୍ତି ହେଇଗଲା ଭାଇ। ଓହୋ ପିଆଜ ପଡ଼ିକି ଆହୁରି ଭଲ ଲାଗିବ। ଭାଇ